ମାନେ କଲମ ଟୁ କରେକ୍ସନଟା ହେଉଛି ଯେଉଁମାନେ ମୃତ ରହିତ ଅଛନ୍ତି ତାଙ୍କର ବାପା କି ଜେଜେବାପାଙ୍କ ନାଁରେ ଜମି ଅଛି, ତାଙ୍କର ବର୍ତ୍ତମାନ ଯିଏ ସେଠିରେ ଅଛନ୍ତି ତାଙ୍କର ଉତ୍ତରାଧିକାରୀ ତାଙ୍କ ନାଁରେ ଜମିକୁ କରିବା ପାଇଁ କଲମ ଟୁ କରେକ୍ସନ କରାଯାଉଥିଲା। ମାନେ ଗତ ଗୋଟେ ବର୍ଷ ଧରି ଚାଲିଥିଲା। ଆମର 115ଟା ମୌଜା ଅଛି, ତ 115ଟା ମୌଜାରେ ଆମର ଆର୍ଆଇ ମାନେ କ୍ୟାମ୍ପ କରିକି ନିଜ ଆଡ଼ୁ ସ୍ୱମୋଟ ଭାବରେ ଇନିସିଏଟ୍ କରିଥିଲେ। ମାନେ ଯେଉଁ ପ୍ରତି ଗାଁକୁ ଯାଇଥିଲେ, ଆଉ ଯେଉଁ ଲୋକ ମାନେ ରହିତ ନାହାନ୍ତି ମାନେ ମୃତ, ତାଙ୍କର ଉତ୍ତରାଧିକାରୀ ବଂଶାବଳୀ ସେମାନେ ନିଜ ଆଡ଼ୁ ବନେଇକି ଆପ୍ଲାଏ କରିଥିଲେ। ତାପରେ ତାଙ୍କୁ ଗୋଟେ 15 ଦିନିଆ ହିୟରିଂ ନୋଟିସ୍ କରାଯାଇଥିଲା। ଆଉ ତା ବେସିସ୍ରେ ଥରେ ହିୟରିଂ କଲା ପରେ ତାଙ୍କର ଯଦି କିଛି ଅବଜେକ୍ସନ୍ ଅଛି କିଛି ଶୁଣାଯାଇଥିଲା, ନଚେତ୍ ଯେଉଁ ହିସାବରେ ଜେନୋଲୋଜି ଆସିଥିଲା ସେଇ ଅନୁସାରେ ତାଙ୍କର କଲମ ଟୁ କରେକ୍ସନ କରିବା ପାଇଁ ଅର୍ଡର କରାଯାଇଥିଲା। ସ୍ପେଶାଲ ଡ୍ରାଇଭ୍ କଥା ସ୍ପେଶାଲ ଡ୍ରାଇଭ୍ ଗୋଟେ ବର୍ଷ ହେଲା କରି ଏବେ ଜଣେ ଯେ ନୂଆ କରିବ ଆଜ୍ଞା। କଲମ ଟୁ କରେକ୍ସନ ଯେ ବର୍ତ୍ତମାନ ତାଙ୍କର ଦାଦା ଯୋଉମାନେ ଅଛନ୍ତି କି ଲୋକ ଆଜ୍ଞା, ଅଛନ୍ତି, ତା ପ୍ରୋସିଜର କ'ଣ? ଆଜ୍ଞା। ପ୍ରଥମେ ସେ କୋଉଠି ଆପ୍ଲାଏ କରିବ, କ'ଣ କ'ଣ ଡକୁମେଣ୍ଟ ଆପ୍ଲାଏ କରିବ, ତା ନେକ୍ସଟ ଫଲୋ ଷ୍ଟେଜ୍ ଗୁଡ଼ା ସବୁ କ'ଣ କ'ଣ? କଲମ ଟୁ କରେକ୍ସନ ପାଇଁ ଦୁଇଟା ଉପାୟ ଅଛି। ଯଦି ଜଣେ ଚାହିଁବେ ଲୋକ ନିଜେ ବି ଆପ୍ଲାଏ କରିପାରିବେ। ଯେଉଁ ମ୍ୟୁଟେସନରେ ଇନହେରିଟାନ୍ସ ଟାଇପ୍ ଆମର ଅନଲାଇନରେ ଯେଉଁ ଆପ୍ଲାଏ କରୁଛନ୍ତି ଲୋକମାନେ ମ୍ୟୁଟେସନ୍ ନିଜେ, ଯଦି ଗଭର୍ଣ୍ଣମେଣ୍ଟର ନମିନାଲ ଫିଜ୍ ଅଛି ଆପ୍ଲିକେସନ୍ ଫି, ROR ଫି, ଡିମାର୍କେସନ୍ ଫି, ତାକୁ ସବମିଟ୍ କରିକି ସେ ଇନହେରିଟାନ୍ସ ଟାଇପ୍ରେ ମ୍ୟୁଟେସନ୍ ଆପ୍ଲାଏ କରିପାରିବେ। ଦ୍ୱିତୀୟରେ ନହେଲେ ଆର୍ଆଇଙ୍କ ପାଖରେ ଯାଇକି ସେମାନେ ଜଣାଇ ପାରିବେ ଯେ ଯଦି ବାଇଚାନ୍ସ କାହାର ରହିଯାଇଛି ତ ସେମାନେ ଆର୍ଆଇ ସ୍ୱମୋଟ ଭାବରେ ମଧ୍ୟ କେସ୍ ଇନିସିଏଟ୍ କରିକି ଆମକୁ ସେ ପଠାଇ ପାରିବେ। ଆର୍ଆଇ ଅଫିସରେ କ'ଣ କ'ଣ ସବୁ ଡକୁମେଣ୍ଟ ଦେବାକୁ ପଡ଼ିବ ଆପ୍ଲାଏ କଲାବେଳେ? ନାଇଁ ଡକୁମେଣ୍ଟ କିଛି ନାହିଁ, ସେ ଆର୍ଆଇ ଇନକ୍ୱାରି କରିବେ। ସେ ଫିଲ୍ଡରେ ଯାଇକି ଯେ ପ୍ରଥମେ ଆର୍ଆଇଙ୍କୁ ଜଣେଇବେ, ଆର୍ଆଇଙ୍କୁ ଜଣେଇଦେବେ, ଆର୍ଆଇ ନିଜ ଆଡ଼ୁ ଇନକ୍ୱାରି କରିଦେବେ। ସେ ଗୋଟେ ବନେଇଦେବେ ଇନକ୍ୱାରି ରିପୋର୍ଟ ତାଙ୍କର, ତାକୁ ସେ ଅନଲାଇନରେ ସବମିଟ୍ କରିଦେଲେ ଆମ ପାଖକୁ ଆସିଯିବ। କଲମ ଟୁ କରେକ୍ସନ ଆମର LRMSରେ ଅଛି ସିଷ୍ଟମ୍, ତହସିଲଦାରଙ୍କୁ ପଳେଇବ। ତାପରେ ତହସିଲଦାର ଗୋଟେ 15 ଡେଜ୍ର ନୋଟିସ୍ କରିବେ, କାଳ କି ବାହାର ମାନେ ସେ ଆପତ୍ତି ଅଭିଯୋଗ ପକ୍ଷ ନୋଟିସ୍ ଆଉ ସାଧାରଣ ନୋଟିସ୍। ଯଦି କାହାର କିଛି ଅବଜେକ୍ସନ୍ ନାହିଁ 15 ଦିନ ପରେ ସେଇଟା ଅର୍ଡର ହେଇଯିବ କଲମ ଟୁ କରେକ୍ସନ କରିବା ପାଇଁ। ତ ଏଇ ଦୁଇଟା ଉପାୟରେ କଲମ ଟୁ କରେକ୍ସନ ତ କନସର୍ନ ତହସିଲଦାର ମାନେ ତହସିଲ ଅଫିସରେ କଲମ ଟୁ କରେକ୍ସନ ହେବ, ତାଙ୍କ ନାଁ ଗୁଡ଼ା ଉଠିଯିବ। ନୋଟିସ୍ ଯୋଉ ମରାଯାଏ, ନୋଟିସ୍ ବୋର୍ଡରେ ମରାଯାଇକି ନା ଅନଲାଇନରେ ଡିସପ୍ଲେ ହୁଏ ସେ ନୋଟିସ୍? ନାଇଁ, ଗାଁ ସେଠି ସର୍ଭ କରାଯାଏ। ଆମର ପ୍ରୋସେସ୍ ସର୍ଭର ନେଇକି ସର୍ଭ କରନ୍ତି। ସେ ଲୋକଙ୍କୁ ଗୋଟେ ନୋଟିସ୍ ଦିଆଯାଏ, ଆଉ ସେ ଗାଁରେ ଯେଉଁଟା ସାଧାରଣ ନୋଟିସ୍ଟା ଗାଁରେ ଦିଆଯାଏ। ଗାଁ ଲୋକଙ୍କର ଜେନେରାଲି ପଞ୍ଚାୟତ ଗୃହ, RI ଅଫିସ୍, ସେସବୁ ଜାଗାରେ ଆମେ ନୋଟିସ୍ଟି ଦେଉ। କିଛି ଅବଜେକ୍ସନ ଆହ୍ୱାନ କର ଯଦି କିଛି ଥାଏ। ଯଦି ଏକାଧିକ ରହିଥିବେ ଦାବିଦାର, ଯେଉଁ ଜାଗାରେ ଅଛନ୍ତି ଏକାଧିକ ପୁଅ ଅଛନ୍ତି ବା ତାଙ୍କର ଉତ୍ତରାଧିକାରୀ ଝିଅ ଅଛନ୍ତି, ତ ସେଇ କ୍ଷେତ୍ରରେ ଜଣେ ଆପ୍ଲିକାଣ୍ଟ କଲେ କରିପାରିବେ ନା ତୁମକୁ ସାମୂହିକ ସମସ୍ତଙ୍କୁ ଏକକରଣ ଫିଜିକାଲି ଯିବାକୁ ପଡ଼ିବ? ନା, ଆପ୍ଲାଏ ଚାହିଁଲେ ଜଣେ କରିପାରିବେ। ସେଥିରେ କାହିଁକି ଅନଲାଇନରେ କଲେ ୟୁଜର ଆଇଡି ପାସୱାର୍ଡ ଜଣଙ୍କର ରହୁଛି, OTP ଜଣଙ୍କ ପାଖକୁ ଯିବ। ଆପ୍ଲାଏ ଫିଜିକାଲ ମୋଡରେ କରିବେ, ହଁ, ଜଣେ ତାଙ୍କ ଭିତରୁ ଜଣେ ଆପ୍ଲାଏ କରିପାରିବେ। ବାକି ଆର୍ଆଇ ଯେତେବେଳେ ଇନକ୍ୱାରି କରିବେ ସେତେବେଳେ ସମସ୍ତଙ୍କର ସହମତି ଦରକାର। ତ ସେଇ ବିଷୟରେ ସମସ୍ତଙ୍କ ସହମତି ଦରକାର ପଡ଼ିବ। କିନ୍ତୁ ଯଦି ସମସ୍ତଙ୍କ ଭିତରେ ସହମତି ନ ହୁଏ ସେଇ କ୍ଷେତ୍ରରେ ଆମେ କରିପାରିବାନି। ଏଇଟା ମାନେ ସିଭିଲ୍ ଡିସ୍ପ୍ୟୁଟ୍ ବୋଲି ଧରାଯିବ। ଯଦି ତାଙ୍କ ଭିତରେ ଆପତ୍ତି ଅଭିଯୋଗ ଅଛି, ଜଣେ କିଏ କହିଲା ଯେ ସିଏ ତାଙ୍କର ପୁଅ ନାହାନ୍ତି କି କ'ଣ କିଛି, ସେଇ କ୍ଷେତ୍ରରେ ଆମେ କରିପାରିବାନି। ଏମିତି କ୍ୱଚିତ୍ ହୁଏ, ବହୁତ କମ୍ ହୁଏ। ସେଗୁଡ଼ାକୁ ମାନେ ଏମିତି ଦେୱାନୀ ମାମଲା ଯେଉଁ କୁହାଯାଏ, ସେ ଅଦାଲତରେ ସେଗୁଡ଼ା ଯେତିକି ତାଙ୍କର ଅଂଶୀଦାର ବା ସ୍ୱତ୍ୱାଧିକାରୀ ରହିବେ, ତାଙ୍କର ଉତ୍ତରାଧିକାରୀ ସମସ୍ତଙ୍କ ଗୋଟେ ଜଏଣ୍ଟ ପଟ୍ଟା, ଏଥିରେ କଲମ ଟୁରେ ଜଏଣ୍ଟ ପଟ୍ଟା ବାହାରେ ନା ସମସ୍ତଙ୍କ ନାଁରେ ଭିନ୍ନ ଭିନ୍ନ ଯେତେଥର ଉତ୍ତରାଧିକାରୀ ଥାନ୍ତି ସମସ୍ତଙ୍କର ଅଲଗା ଅଲଗା ପଟ୍ଟା ବାହାରେ? ନାଇଁ, ସେ ମାନେ ଭିନ୍ନ ପଟ୍ଟା ଆମେ ବାହାର କରିପାରିବାନି। କାହିଁକିନା ଆମେ କେବଳ ସେ ଖାତାରେ ଯେତିକି ପ୍ଲଟ୍ ଅଛି ତାଙ୍କର ଉତ୍ତରାଧିକାରୀଙ୍କୁ ସମସ୍ତଙ୍କ ଜମି ଗୁଡ଼ିକ ତାଙ୍କ ନାଁରେ ଆମେ ଉଠାଇ ଦେଉଛେ। ଯଦି ଭିନ୍ନ ଭିନ୍ନ ପଟ୍ଟା କରାଯିବ ତ ସେବେ ଆମର OLR 91C ପାର୍ଟିସନ୍ ଆପ୍ଲାଏ କରିବେ, ପାର୍ଟିସନ୍ ଆପ୍ଲାଏ କରିବେ। ତ ସେତେବେଳେ ମ୍ୟୁଚୁଆଲ ପାର୍ଟିସନ୍ ହେଲେ ସେଇଟା ମାନେ ଯିଏ ଯାହାର ଯେତିକି ଅଂଶ ତାଙ୍କ ଭିତରେ ଯଦି ସହମତିରେ ଯେଉଁଟା ସେମାନେ ଡିସାଇଡ୍ କରିବେ ସେ ଅନୁସାରେ ଅଲଗା ପଟ୍ଟା ହେଇପାରିବ। କଲମ ଟୁ କରେକ୍ସନରେ ତାଙ୍କ ନାଁ ସମସ୍ତଙ୍କର ଜିନିଷ, ଆଉ ଗୋଟେ ହେଉଛି ଆପଣଙ୍କ ପାର୍ଟିସନରେ ଇଣ୍ଡିଭିଜୁଆଲ ଉଠିବା ଜିନିଷ। ଆଜ୍ଞା, ଦୁଇଟା ଅଲଗା ଜିନିଷ। କିନ୍ତୁ ଏ ଯେଉଁ ବର୍ତ୍ତମାନ ଯେଉଁ ରେଜିଷ୍ଟ୍ରେସନ ପାଇଁ ଯେଉଁଟା ଆଗ୍ରୋଷ୍ଟେକ୍ ରେଜିଷ୍ଟ୍ରେସନ ପାଇଁ ସେଇଟା କ'ଣ କମନ ପଟ୍ଟା ହେଲେ ବି ହେଇପାରୁଛି? କାଗଜପତ୍ର କ'ଣ ତାଙ୍କୁ ଜମା କରିବାକୁ ପଡ଼ିବ? ଯେଉଁମାନେ ଜେନୁଇନ୍ କାଗଜପତ୍ର ସବୁ ପ୍ରଡ୍ୟୁସ୍ କରିବେ ସରକାର ମାନେ ତହସିଲଦାର ପାଖରେ? ନାଇଁ, ଏଗ୍ରିଷ୍ଟାର ଆପ୍ଟା ଆମର ଚାଲିଛି। ଯେଉଁ ମାନେ ବ୍ଲକ ଏଗ୍ରିକଲଚର ଅଫିସର ବି ମନିଟରିଂ କରୁଛନ୍ତି। ଆମର RI ମାନେ ଅଛନ୍ତି, ସବୁ ଯେତେ ସବୁ ଗାଁରେ ଅଛି ଆମର ମାନେ ଅଧିକାଂଶ ସହରାଞ୍ଚଳରେ ଅଛି ଆଉ କିଛି ଅଂଶ ଗ୍ରାମାଞ୍ଚଳରେ ରହିଛି। ଯେଉଁଠି ଚାଷ ଜମି ଅଛି ସେଥିରେ
जो कोऑपरेटिव सोसाइटी स्टाफ ଆଉ ଏଗ୍ରିକଲଚର ଷ୍ଟାଫ୍ ଆଉ ଆମର ଆର୍ଆଇ ଷ୍ଟାଫ୍ ତାଙ୍କର ଆପ୍ ଅଛି ମୋବାଇଲ ଆପ୍ରେ ସେମାନେ ସବମିଟ୍ କରୁଛନ୍ତି। ଶେଷ ପ୍ରଶ୍ନ, ଜଣେ ଯଦି ହିତାଧିକାରୀ ନୂଆ କରି ଆପ୍ଲାଏ କରିବ, ଜଣେ ନୂଆ ଉତ୍ତରାଧିକାରୀ, ଇଏ ଆର୍ଆଇ ଅଫିସରେ ଫିଜିକାଲ ମୋଡ୍ ଆପ୍ଲାଏ କରିବା, ସିଏ ତହସିଲ ଅଫିସକୁ ଯିବା, ତହସିଲଦାର ପୁଣି ନୋଟିସ ସର୍ଭ କରିକି ଫାଇନାଲ ଅର୍ଡର ଦେଲା ପର୍ଯ୍ୟନ୍ତ ଇଏ ମୋଟାମୋଟି କେତେ ସମୟ ଲାଗିବ? ଲାଗିଥାଏ ସାଧାରଣତଃ ଅତି 20ରୁ 30 ଦିନ ଭିତରେ ହେଇଯିବ। ଯଦି ଯେହେତୁ ଟିକେ ଏଠି ଖାତା ଆମର ବେଶୀ ରହିଛି 90,000 ପାଖାପାଖି ସଦର ତହସିଲରେ ଖାତା ଅଛି, ମୋଟାମୋଟି 1 ମାସ ଭିତରେ ଲାଗୁଛି ସମୟ ସୀମା। ହେଇଯିବ। ଆଉ କିନ୍ତୁ ନୋଟିସ ଯୋଉ ତହସିଲଦାର ସେ 15 ଦିନ ନୋଟିସଟା ହେଉଛି ଷ୍ଟାଚ୍ୟୁଟରୀ ପ୍ରୋଭିଜନ, ସେଇଟା ଆମେ କମେଇ ପାରିବାନି। ବାକି ଜିନିଷ ଗୁଡ଼ା ଆମେ ଶୀଘ୍ର ବି କରିପାରିବା, 17-18 ଦିନରେ ବି କରିପାରିବା ଯଦି ସେ ନୋଟିସଟା ସର୍ଭ ହେଇଗଲା। ଏଥିସହିତ ଅନଲାଇନରେ ତାଙ୍କର ନୂଆ ଯେ ଉତ୍ତରାଧିକାରୀ ତାଙ୍କ ନାଁ ଉଠିଯିବ ହଁ ହେଇସାରିଲା ପରେ। ହଁ ଆଜ୍ଞା।